ओम नमो भगवते वासुदेवाय। चतुर्थोऽध्याय मैत्रेय उवाच। एमन्ते देवी आगे कही रुद्र रहिले आत्मा ध्यायी मने चिन्तन्ति विश्वनाथ न पुण हुए विपरीत मो पत्नी पिता घरे गले प्राण ए नर खिब भले एहार मन स्थिर नाही न गले न धरिब देही एमंत चिते चिंती हर केबे हे नुहे मन स्थिर चिंता विकले विश्वपति निज गणଙ୍କୁ चिते चिंती एहार संगे थिबी मोही रुद्र गणଙ୍କୁ संगे नेई एमंते चिंता करू करू देवी उठिले निज घरू नयने पूरे अश्रुजल केबे हे नुहे मन स्थिर शरीर कंपे दुख चिते कदली बन जेन्हे बाते निश्वास बहे खरतर सुखिला सुरंग धर अधोबदने मन दुखी उठिले आसन उपेखी धीरे चलन्ते रोष भरे अबनी कंपे पाद भरे धीरे चलन्ते रोष भरे अबनी कंपे पाद भरे पिता भुवने देवी जानते पथे चलन्ति विश्वनाथे शत सहस्र रुद्रगण निकटे मिलिले तक्षण वृषभ चढ़ी विश्वनाथ गणे धाइले जूथ जूथ मुंजीबी अंबिकार पछे मो कथा देख तू प्रत्यक्षे एमंत रुद्र आगे कही नंदी चढ़िले गण नेई अंबिका तुले नारी जूथ मिलिले उपायन हस्त कंदुक दर्पण अम्बुज श्वेतात पत्र श्वेताध्वज व्यंजन पुष्प माला घेनी संगते गीत नाद ध्वनि दुंदुभि शंख भेरी नादे समीपे मिलिले आनंदे अधोबदने देवी जानते पथे मिलिले विश्वनाथे
ଧୂମ ବ୍ୟାପିତ ଯଜ୍ଞଶାଳେ ଅଶେଷ ଋଷି ବିପ୍ରମେଳେ ବିପ୍ରଙ୍କ ସଙ୍ଗେ ପ୍ରଜାପତି ଅନଳେ କ୍ଷେପନ୍ତି ଆହୁତି ଯଜ୍ଞ ସଭାର ନାନା ବିଧି ଯେ ଦ୍ରବ୍ୟ ଯେଉଁ ଭାଣ୍ଡେ ସିଧି ମନ୍ତ୍ର ଆହୁତି ହୋମ ବଳେ ସତୀ ମିଳିଲେ ଯଜ୍ଞଶାଳେ ସତୀ ଚାହାନ୍ତି କୋପଚିତେ ସେ ଯଜ୍ଞେ ଅଛନ୍ତି ସମସ୍ତେ ସତୀ ବଚନେ କୋପ ବହି ସମୀପେ ନର ହିଲେ କେହି ଭଗିନୀ ଗଣ ମାତୃତୁଲେ ସତୀର ସମୀପେ ମିଳିଲେ ପ୍ରେମାଶ୍ରୁ କଣ୍ଠେ ଭଗ୍ନୀ ଗଣ କୋଳେ ଧରନ୍ତି ଜଣେ ଜଣ ସୋଦର ଅର୍ଥେ ପ୍ରଶ୍ନ କଲେ ସର୍ବମଙ୍ଗଳ ପଚାରିଲେ ଉତ୍ତମ ବିଧି ପୂଜା ଦ୍ରବ୍ୟ ସମୀପେ ଆଣି ଦେଲେ ସର୍ବ ରତ୍ନ ଆସନ ବେଗେ ଆଣି ସେ ପ୍ରଜାପତି ଘରଣୀ ସତୀ ସମୀପେ ଆଣିଦେଲେ ତା ଦେଖି ସତୀ କୋପ କଲେ ପିତାର ଅନାଦର ଦେଖି ଭୟେ କମ୍ପଇ ଅଶ୍ରୁମୁଖୀ ଯଜ୍ଞେ ନ ଦେଖି ସ୍ୱାମୀ ଭାଗ ମନେ ବସିଲା ମହାରାଗ ଈଶ୍ୱର ପଣ ନ ଗଣିଲା ଅବହେଳିତ କର୍ମ କଲା ସଭାରେ ଯେତେ ଲୋକ ଥିଲେ ସତୀକୁ କେହି ନ ଗଣିଲେ ପିତା ଅବଜ୍ଞା କର୍ମ ଦେଖି କୋପେ କମ୍ପଇ ଅଶ୍ରୁମୁଖୀ ନିଜ ଶରୀର ମହାତେଜେ ନିବାସ ଭୂତ ଗଣ ମାଝେ ପିତାର ଅନାଦର ଜାଣି କୋପେ ବୋଇଲେ ଉଚ୍ଚେ ବାଣୀ ଦେବବାଚ କୋପେ କମ୍ପଇ ତାର ଦେହି କହଇ ପିତା ମୁଖ ଚାହିଁ ଯାହାର ପ୍ରାୟ ଇହଲୋକେ ନ ଦେଖି ଆତ୍ମା ଅତିରେକେ ସ୍ୱାମୀ ମୋହର ସର୍ବପ୍ରିୟ ଜଗତ ମଧ୍ୟେ ଯେତେ ଦେହ ଯେ ରୁଦ୍ର ସର୍ବ ଆତ୍ମା ହୋଇ ମିତ୍ର ବୈରୀ ତାଙ୍କ ନାହିଁ ଯେ ସେ ଅଶେଷ ଜନ ଗୁରୁ ତାହାଙ୍କୁ ତୁହି ନିନ୍ଦା କରୁ ଦେଖ ଏ ସଂସାର ବ୍ୟବହାରେ ସେ ସାଧୁ ଜନେ ହିଂସା କରେ ଅନେକ ଦୋଷ
କରିଥିଲେ ସାଧବେ ନ ଧରନ୍ତି ଭଲେ ସାଧୁ ଜନଙ୍କ ପ୍ରାୟ ହୋଇ ରୁଦ୍ର ବିଷଏ କୋପ ବହି ଯେଣୁ ବୋଲାଉ ପ୍ରଜାପତି ସେ ଗର୍ବେ ନିନ୍ଦୁ ପଶୁପତି ଏ ନୁହେଁ ମହାତ୍ମାଙ୍କ କର୍ମ ଗର୍ବେ ହୋଇଲୁ ମତି ଭ୍ରମ ଯେବେ ଅକ୍ଷର ଉଚ୍ଚାରେ ମନରେ ଶିବ ନାମ ଧରେ ଜପଇ ଯେବେ ହୃଦଗତେ ପାପ ନ ରହେ ତାର ଗାତ୍ରେ ଯାହାର ନାମ ଏ ଜଗତେ ସର୍ବମଙ୍ଗଳ ବହୁମତେ ତୋହର ଜୀବନ ପାପ ସିନ୍ଧୁ ଅଶିବ ହୋଇ ଶିବ ନିନ୍ଦୁ ତୋହର ଜନ୍ମ ମୋର ଦେହି ହୋଇଲା ପୂର୍ବ ପାପ ବହି ସ୍ୱାମୀ ନିନ୍ଦନ ଦୁଃଖ ସହି ଏ ଦେହ ନ ଧରିବି ମୁହିଁ ପୂର୍ବର ପାପ ଯେନ ସ୍ମରେ ତା ପ୍ରତିକାର ଯେନ କରେ ଦିନ ବଞ୍ଚଇ ଦୁଃଖ ସୁଖେ ଅନ୍ତେ ସେ ପଡ଼ ନରକେ। ମୈତ୍ରେୟ ବାଚ ଏମନ୍ତ ଦକ୍ଷ ଆଗେ କହି କୁଣ୍ଡ ଉତ୍ତର ଦିଗେ ଯାଇ ଯୋଗ ଧାରଣା ଆଗମନେ ବସିଲେ ନିଶ୍ଚଳ ଆସନେ ସ୍ୱାମୀର ଅପମାନର୍ଥେ ପିତା ଅନାଦର ନିମନ୍ତେ ପିତବସନ ପରିଧାନ ସୁଜଳେ କରି ଆଚମନ ହୃଦରେ କଳ୍ପି ମହାଶୂନ୍ୟ ପବନ ମୂଳ ଲିଙ୍ଗ ସ୍ଥାନ ନାଭି କମଳେ ସୁନିଶ୍ଚଳ ନାଭି କମଳେ ସୁନିଶ୍ଚଳେ ପ୍ରାଣ ଧାରଣା ଯୋଗ ବଳେ ସମାନ ପ୍ରାଣ ତାର ଦେହି ଏ ତିନି ପ୍ରାଣ ଊର୍ଧ୍ୱେ ନେଇ ହୃଦୟ ପ୍ରାଣ ସଙ୍ଗେ ଥୋଇ କଣ୍ଠ ଲଲାଟ ଚକ୍ର ଦେହି ଭୂମଧ୍ୟେ ସ୍ଥାପି ଅନୁମାନେ ଯୋଚିଲା ବ୍ରହ୍ମ ରନ୍ଧ୍ରସ୍ଥାନେ ସ୍ୱାମୀ ଠାରେ ସେ ଧ୍ୟାନ କରି ଯୋଗ ନଳେ ଜ୍ଞାନ ଭରି ମୂର୍ଧନି ଭେଦି ତତ୍କ୍ଷଣ ଶୂନ୍ୟ ମିଳିଲା ଦଶ ପ୍ରାଣ ସତୀ ମରଣ କର୍ମ ଚାହିଁ ଦେବେ ଯେତେକ ଥିଲେ ରହି ଭୂମି ଗଗନେ ଯେବା ଥିଲେ ହାହାସ ବଦ ଉଚ୍ଚ କଲେ ଦେଖ ଏ ଦେବ
ଦେବନାରୀ କି ଅପମାନେ କୋପ କରି ପ୍ରାଣ ଛାଡ଼ିଲା ଯଜ୍ଞ ଘରେ ପିତାର ମାନ କୋପ ଭରେ। ଦେଖ ଏ ଦକ୍ଷ ପ୍ରଜାପତି ଗର୍ବେ ଆଚରିଲା ଅନୀତି ପ୍ରଜାଙ୍କ ପତି ଏ ବୋଲାଇ ଅନ୍ୟାୟ କଲା ଗର୍ବ ବହି। ନିଜ ଦୁହିତାର ବଚନେ ଯତ୍ନ ନ କଲା କୋପ ମନେ ଏ ନୁହେଁ କାହାର ବ୍ୟବହାର ଅଧର୍ମ କଲା ଗୁରୁତର ଏମନ୍ତ ବାକ୍ୟ କହୁ ଜନେ ସତୀର ପ୍ରାଣ ଅବସାନେ। ସତୀ ମରଣ କଥା ଶୁଣି ନନ୍ଦିକେଶ୍ୱର ବୀରମଣି ରୁଦ୍ରଗଣଙ୍କୁ ସଙ୍ଗେ ନେଇ ବେଗେ ଧାଇଲା ରୋଷ ହୋଇ ବିବିଧ ଶସ୍ତ୍ର ଧରି କରେ ମିଳିଲା ଦକ୍ଷ ଯଜ୍ଞ ଘରେ ତାହାକୁ ଦେବୀ ଭୃଗୁ ମୁନି ଘୃତ ଆହୁତି କରେ ଘେନି ଯଜ୍ଞ ନାଶି ଯଜୁ ମନ୍ତ୍ରେ କଳ୍ପିଲା ଅଭିଚାର ତନ୍ତ୍ରେ ଆହୁତି ଦିଅନ୍ତି ଅଗ୍ନିକୁଣ୍ଡେ ଅନଳ ଧୂମ୍ର ବର୍ଣ୍ଣ ପିଣ୍ଡେ ମନ୍ତ୍ର ମନ୍ତ୍ରିତ ସୋମ ପାଇ ପ୍ରଚଣ୍ଡ ରୂପେ କୋପ ବହି ରୁଦ୍ର ବୋଲି ଦେବଗଣ ଅନଳୁ ଉଠିଲେ ତକ୍ଷଣ ଅନଳ କାଷ୍ଠ ଘେନି କରେ ଶତ ସହସ୍ର କୋପ ଭରେ। ସବଦେ ଦଶ ଦିଗ ପୁରୀ ଧାଇଲେ ଘୋର ନାଦ କରି ସବଦେ କମ୍ପ ଇମେଦିନୀ ତା ଦେଖି ବେଗେ ଦେବମୁନି ବେଗେ ଧାଇଲେ ଶୂନ୍ୟ ମାର୍ଗେ କହିଲେ ସଦା ଶିବ ଆଗେ ସତୀ ମରଣ କଥାଦି କହିଲେ ସକଳ ସମ୍ପାଦି ସେ ବ୍ରହ୍ମ ମୁନିଙ୍କ ଚରଣେ ଆତ୍ମାର ନିସ୍ତାର କାରଣେ କୃଷ୍ଣ ବିଷୟ ଭାଗବତ କହିଲେ ବିପ୍ର ଜଗନ୍ନାଥ। इति श्रीमद्भागवते महापुराणे पारमहंस्या संहितायां 82 चतुर्थस्कन्धे सतीमरणे नाम चतुर्थोऽध्यायः। ॐ नमो भगवते वासुदेवाय।